ଗଜପତିରେ ବର୍ତ୍ତମାନ ମକା ଚାଷ ସରିଛି, ଉତ୍ପାଦନ ହୋଇଛି। ଏଠାରେ ଚାଷୀ 2 ପଇସା ରୋଜଗାର ଆଶାରେ ମକା ଚାଷ କରିଛନ୍ତି, କିନ୍ତୁ ଏଠାରେ କେଜି ପିଛା 18 ଟଙ୍କା ଓ କ୍ୱିଣ୍ଟାଲ ପିଛା 1800 ଟଙ୍କାରେ ଆନ୍ଧ୍ରର ବେପାରୀ ଆସି ଘର ଘର ବୁଲି ମକା କିଣି ନେଉଛନ୍ତି। ଆନ୍ଧ୍ରପ୍ରଦେଶରେ 2300 ଟଙ୍କା କ୍ୱିଣ୍ଟାଲ ଥିବାବେଳେ ଏଠାରେ 1800 ଟଙ୍କାରେ ନେଇ ବେପାରୀମାନେ ଲାଭବାନ ହେଉଛନ୍ତି। ଗଜପତିରେ ଯଦି ମକା ମଣ୍ଡି ହୋଇଥାନ୍ତା ତାହେଲେ ମକା ଚାଷୀ ଉପକୃତ ହୋଇପାରିଥାନ୍ତେ ବୋଲି ଆଶା କରାଯାଉଛି। ମଣ୍ଡିର ବ୍ୟବସ୍ଥା କିଛି ନାହିଁ, ନଥିବା ଯୋଗୁଁ ବର୍ଷାରେ ତିନ୍ତୁଛି, ଅଧା ବାରିଆ ଖାଇ ଦେଉଛି, ପୁରା ଚାଷୀ ଲସ୍ରେ ଚାଲିଛି। 18 ଟଙ୍କା ଦେଉଛନ୍ତି କ୍ୱିଣ୍ଟାଲ 1800। ସରକାର ମଣ୍ଡିର ବ୍ୟବସ୍ଥା ଗୋଟେ କରିଥିଲେ ଚାଷୀ ଉପକୃତ ହୋଇଥାନ୍ତେ। ଗଜପତି ଜିଲ୍ଲାରେ ବର୍ତ୍ତମାନ ମକା ଉତ୍ପାଦନ ହୋଇଛି ଏବଂ ଚାଷୀ ମକା ଉତ୍ପାଦନ କରି ମଣ୍ଡିର ବ୍ୟବସ୍ଥା ନଥିବାରୁ ବାହାର ରାଜ୍ୟ ଆନ୍ଧ୍ରାକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ଚାଷୀ। ବର୍ତ୍ତମାନ ଆନ୍ଧ୍ରାର ବେପାରୀ ଆସି ଘର ଘର ବୁଲି ଓଡ଼ିଶାରେ 18 ଟଙ୍କା ହିସାବରେ କେଜି ପିଛା କ୍ରୟ କରୁଛନ୍ତି ଏବଂ କ୍ୱିଣ୍ଟାଲ ପିଛା 1800 ଟଙ୍କା ଦେଉଛନ୍ତି, ଯାହାଫଳରେ ଚାଷୀ ସେମାନଙ୍କର ପ୍ରାପ୍ୟ ପାଇପାରୁନାହାନ୍ତି, ପରିଶ୍ରମ ଅଧିକା ହେଉଥିବ ବୋଲି ପ୍ରକାଶ କରିଛନ୍ତି। ପଡ଼ୋଶୀ ରାଜ୍ୟରେ କ୍ୱିଣ୍ଟାଲ ପିଛା 2300 ଥିବାବେଳେ ଏଠାରେ ଚାଷୀଙ୍କ ଠାରୁ 1800 ଟଙ୍କାରେ ବେପାରୀ କ୍ରୟ କରୁଥିବାର ଦେଖିବାକୁ ମିଳୁଛି। ଯଦି ସରକାର ମକା ମଣ୍ଡିର ବ୍ୟବସ୍ଥା କରିଥାନ୍ତେ ଚାଷୀ ଉପକୃତ ହୋଇପାରିଥାନ୍ତେ ବୋଲି ଚାଷୀ ମତ ପ୍ରକାଶ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।